तो भाई मैंने मो यूट्यूब चैनल रे आपन मन फोन थोर स्वागत। तो फाइनाली छकी सुन मूवी रो ट्रेलर एबे लॉन्च हो जाई छी। माने मूवी काली रिलीज होबो 12 तारिख 11 तारिख 4टा बेले से माने ट्रेलर लॉन्च कले। माने ଯାହା ହଉ ସେମାନଙ୍କର ଦୟା ମନୋଭୂତି ଆସିଲା ଫ୍ୟାନ୍ ମାନଙ୍କ ପ୍ରତି ତାଙ୍କର ଦୟା କି ସେମାନେ ଭାବିଲେ ଯେ ନାଇଁ ଏଇ ଜିନିଷଟା ଆମକୁ ଦବା ଦରକାର। ଯାହା ହଉ ଲେଟ୍ ରେ ହଉ ପଛେ ତାଙ୍କ ମାଇଣ୍ଡରେ ଜିନିଷଟା ପଶିଲା, ସେମାନେ ଟ୍ରେଲରଟା ଅପଲୋଡ କଲେ। ଖୁସି ଲାଗିଲା ଆମମାନଙ୍କୁ, ଖୁସି ଲାଗିଲା। ବଟ୍ ମୁଁ ଏଇଟା ଜାଣିପାରୁନି, ଯଦି ସେମାନେ ଦିଟା ଟିଜର ଅଲରେଡି ଅପଲୋଡ କରିଦେଇଥିଲେ ଆଣ୍ଡ ଯଦି ସେମାନେ ଟ୍ରେଲର ଅଲରେଡି ରଖିଥିଲେ କି ଏଡିଟିଂ କରୁଥିଲେ କି ଯାହାବି, ଏତେ ଲେଟ୍ ରେ କଣ ପାଇଁ ଅପଲୋଡ କଲେ? କାରଣ ଆଉ ଅଲମୋଷ୍ଟ 24 ଘଣ୍ଟା ବି ନାହିଁ, 12 ଘଣ୍ଟା 14 ଘଣ୍ଟା ପରେ ହିଁ ମୁଭି ରିଲିଜ ହେଇଯିବ। ତ ଏତେ ସର୍ଟ ସ୍ପାନ୍ ଭିତରେ ଟ୍ରେଲର ଏମିତି କେତେ ସ୍ପ୍ରେଡ କରିଯିବ? ତ ଟ୍ରେଲର ନ ରିଲିଜ କରିଥିଲେ ବି ହେଇଥାନ୍ତା ଆଇ ଥିଙ୍କ। କାରଣ ଏତେ ଯଦି ଡିଲେ କରିଦେଲ, ଆଉ ଭାଇ 10-12 ଘଣ୍ଟା ଅଧିକ କିଛି ନଥିଲା ନା। ତ ଛାଡନ୍ତୁ, ଏସବୁ ଜିନିଷକୁ ଛାଡନ୍ତୁ। ମାନେ ଫ୍ୟାନ ମାନଙ୍କର କି ଆମ ମାନଙ୍କର ଯୋଉ ମନ ଭିତରେ ଯୋଉ ଜିନିଷଟା ଅଛି ନା କୋହ, ତାକୁ ଏବେ ସାଇଡ କରନ୍ତୁ। ଆକ୍ଚୁଆଲି ଟ୍ରେଲର କେମିତି ହେଇଛି, ଟ୍ରେଲରରେ କଣ ପଜିଟିଭ ଅଛି କଣ ନେଗେଟିଭ ଅଛି, ସେସବୁ ବିଷୟରେ ଚାଲନ୍ତୁ ଆମେ ଡିସ୍କସନ କରିବା ଏ ଭିଡିଓରେ। ଦେଖନ୍ତୁ, ଆର ଟିଜରକୁ ଦେଖିକି ଆମେ ମାନେ ଅଲରେଡି ଜାଣି ଦେଇଥିଲେ ଏଇଟା ଗୋଟେ ମର୍ଡର ମିଷ୍ଟ୍ରି। ଅଭିଷେକଙ୍କର ଏଥିରେ ମର୍ଡର ହେଇଛି। ସେ ଜଣେ ଏକ୍ସ ଏମଏଲଏଙ୍କର ପୁଅ ଆଣ୍ଡ ତାଙ୍କର ରିଲେସନସିପ ଥିବ ଦିବ୍ୟାଙ୍କ ସହିତ। ସେମାନେ କଲେଜରେ ପଢୁଥିଲା ବେଳେ ହିଁ ତାଙ୍କ ଭିତରେ ରିଲେସନସିପ ଅଛି। ବଟ୍ ଟ୍ରେଲରକୁ ଦେଖିକି ମତେ ଏଇଟା ଫିଲ୍ ହଉଛି ତାଙ୍କ ଭିତରେ ଯୋଉ ରିଲେସନସିପ ଅଛି ସେଟା ଗୋଟେ ନେକ୍ସଟ ଲେଭୁଲକୁ ପଳେଇଛି। ଆଇ ଥିଙ୍କ ଦିବ୍ୟା ମେ ବି ପ୍ରେଗନେଣ୍ଟ ହେଇଯାଇଥିବେ, ମୁଁ ଭାବୁଛି। ଆଣ୍ଡ ସେଇ ଜିନିଷଟା ତାଙ୍କ ଘରେ ଇଏ କହିପାରୁନଥିବେ, କନଫେସନ କରିପାରୁନଥିଲେ କିଏ ଆମର ଅଭିଷେକ। ତ ଗୋଟେ ଟାଇମରେ ସେ ତାଙ୍କ ବାପାଙ୍କୁ ବି କନଫେସନ କରିଛନ୍ତି, ଯୋଉ ଟାଇମରେ କି ସେ ଡାଇଲଗଟା ଅଛନ୍ତି, ମୁଁ ଯେହେତୁ ତାଙ୍କ ପୁଅ ତ ମୁଁ ସେ ଜିନିଷଟା ଓପନଲି କହିବି। ବଟ୍ ତାପରେ କିଛି ନା କିଛି ଗୋଟେ ଇନସିଡେଣ୍ଟ ହେଲା ପରେ ତାଙ୍କର ଡେଥ୍ ହେଇଯାଇଛି। ତ ତାଙ୍କର ଡେଥ୍ ହେଲା ପରେ ମାନେ ସେ ଯୋଉ କେସକୁ ଆକ୍ଚୁଆଲି ହ୍ୟାଣ୍ଡେଲ କରୁଛନ୍ତି ଅନୁଭବ ଭାଇ, ଭାନୁ ପ୍ରତାପ। ତ ସେ କାହାଣୀ କଣ ହଉଛି, ବିହାଇଣ୍ଡ ଦ ସିନ୍ କଣ ଅଛି, ସେସବୁ ଜିନିଷ ଆମେ ଜାଣିବା ମୁଭି ଦେଖିଲା ପରେ। ବଟ୍ ଟ୍ରେଲର ଯୋଉ ଟାଇପର କଟ୍ କରାହେଇଛି ମତେ ସେଟା ବହୁତ ହିଁ ଭଲ ଲାଗିଲା। ପ୍ରିସାଇଜଲି କଟ୍ କରାହେଇଛି, ମାନେ ଗୋଟେ ସସ୍ପେନ୍ସ ମର୍ଡର ମିଷ୍ଟ୍ରିର ଟ୍ରେଲର ମାନେ କଟ୍ ହେଲା ଭଳିଆ ଟ୍ରେଲର ହେଇଛି। କାରଣ ଆକ୍ଚୁଆଲି ଯୋଉ ମେନ୍ କୋର ଯୋଉ ଜିନିଷଟା ଅଛି, ଆକ୍ଚୁଆଲି କିଏ ମର୍ଡର, ଶିକାର ମୁଭି ଭଳିଆ ଏଥିରେ ବି ଆମେ ଜାଣିପାରୁନେ। କାରଣ ଏଥିରେ ବି କିଛି କିଛି ଜଣ ସସ୍ପେକ୍ଟ ରହୁଛନ୍ତି, କାରଣ ଗୋଟେ ଜାଗାରେ ଆମେ ଦେଖୁଛେ ତାଙ୍କ ସାଙ୍ଗମାନଙ୍କ ସହିତ ତାଙ୍କର ଗଣ୍ଡଗୋଳ ହଉଛି। ତ କଣ ଆକ୍ଚୁଆଲି ହଉଛି ସେଟା କେହି ଜାଣିନାହାନ୍ତି। ଗୋଟେ ସିନ୍ ଯଦି ଆପଣ ଦେଖିବେ, ଅନୁଭବ ଭାଇ ଜଣକୁ କହୁଥିବେ ଯଦି ତୁ ଏ କଥାଟା ଜାଣିଥିଲୁ ମତେ ଏପର୍ଯ୍ୟନ୍ତ କହିଲୁନି କଣ ପାଇଁ। ଯାହାକୁ ସେ ଜିନିଷଟା ସେ କହୁଥିବେ ତାଙ୍କ ସହିତ ଅଭିଷେକଙ୍କର ବି କଲର ଧରାଧରି ହେଇଯାଇଥିବେ। ତ କିଛି ନା ବିହାଇଣ୍ଡ ଦ ସିନ୍ କିଛି ନା କିଛି ଗୋଟେ ହେଇଛି, ଆର୍ଗୁମେଣ୍ଟ ହେଇଛି। ସେସବୁ ଜିନିଷ ଆମେ ମୁଭି ଦେଖିଲେ ଜଣା ପଡିବ। ଗୋଟେ ସିନରେ ଆମେ ବି ଦେଖୁଛେ ମାନେ ଗୁଣିଗାରିଟାର ବି ସାହାରା ନିଆହଉଛି। ଅନୁଭବ ଭାଇ ଜଣଙ୍କର ଫଟୋ ଦେଇକି, ମାନେ ଅଭିଷେକଙ୍କର ଫଟୋ ଦେଇକି କହୁଛନ୍ତି ମାରିବାର ଅଛି। ତ କଣ ଆକ୍ଚୁଆଲି କି ଅନୁଭବ ଭାଇ ଏଇ ଜିନିଷଟା ଯେହେତୁ କେସଟାକୁ ସେ ନେଇଛନ୍ତି, ତାକୁ ବହୁତ ଡିଟେଲ୍ସ ରେ ଜାଣିବା ପାଇଁ ଦୋଷୀ ଆଗକୁ ହିଁ ନିଜେ ଯାଉଛନ୍ତି। ଏ ପିଲାଟାକୁ ମାରିବାର ଅଛି, ତାର ଆକ୍ସନ କଣ ସେଇଟା ବୁଝିବା ପାଇଁ। ତ ବହୁତ ସାରା କୋଶ୍ଚିନ୍ ଭିତରେ ମୁଭି ଆମକୁ ଛାଡି ଦେଇଛି, ଟ୍ରେଲର ଆମକୁ ଛାଡି ଦେଇଛି, ଯୋଉଟା କି ବେଷ୍ଟ ପାର୍ଟ। କାରଣ ଭାଇ ଗୋଟେ ସସ୍ପେନ୍ସ ଥ୍ରିଲର ମୁଭିରେ ଯଦି ସସ୍ପେନ୍ସ ଟା ଯଦି ବିଲ୍ଡଅପ୍ ହେଇକି ନ ରହିବ, ତାହେଲେ ମୁଭି ଦେଖିବାର ମଜା ବି କିଛି ରହିବନି। ତ ସେଥିପାଇଁ ମୁଁ କହିବି ଗୋଟେ ବହୁତ ବଡ ଥମ୍ସ ଅପ୍ ଟ୍ରେଲର ଯୋଉ ଟାଇପର କଟ୍ କରାହେଇଛି। ଆଣ୍ଡ ମତେ ଭଲ ଲାଗିଲା। ଭାଇ ଟ୍ରେଲର ଗୋଟେ ଡାଇଲଗ ଅଛି, ଯଦି 10 ତାରିଖ ଦିନ ସେ ଆସିଲା 9 ତାରିଖ ଦିନ କୋଉଠି ଥିଲା। ମୁଁ ଭାବୁଛି ସେ ଡାଇଲଗର ଏମିତି କିଛି ଇମ୍ପୋର୍ଟାନ୍ସ ହିଁ କିଛି ନାହିଁ। ଆଉ ଯେମିତି ଗୋଟେ ଡାଇଲଗ ଅଛି, ମାନେ ଇଣ୍ଟରୋଗେସନ ଟାଇପର, ସମସ୍ତେ ବସିଥିବେ, ଅନୁଭବ ଭାଇ ସେଠି ସମସ୍ତଙ୍କୁ ପଚାରୁଥିବେ, ଦେଖୁ ବି ବସିକି ଗୋଟେ ଜିନିଷ ପଚାରିବେ 9ଟା ରାତିରେ କଲ୍ କରିଥିଲା। ମାନେ ସେ ଗୋଟେ ଗୋଟେ ଛୋଟ ଛୋଟ ହିଣ୍ଟସ ଖାଲି ଗୋଟେ ଦଉଛନ୍ତି। ବଟ୍ ଠିକ ଠାକ ଅଛି। ମତେ ସେ ଜିନିଷ ଗୁଡା ମାନେ ଯୋଉ ସସ୍ପେନ୍ସକୁ ବିଲ୍ଡଅପ୍ କରିବା ପାଇଁ ମତେ ଏତେ କିଛି ଲାଗିଲାନି। ବଟ୍ ଠିକ ଠାକ ଅଛି, ମୁଁ ତାକୁ ଖରାପ ବି କହିବିନି। ଆଣ୍ଡ ମୁଁ କହିବି ଶେଷ ଆଡକୁ ଯୋଉ ସମ୍ଭାବନାଙ୍କର ଯୋଉ ଫୁଟେଜ ଗୋଟେ ଯୋଉ ଅଛି, ମାନେ ଏଥିରେ କଣ ସମ୍ଭାବନାକୁ ଆମେ ଖାଲି ଗୋଟେ ମାନେ ଗୋଟେ ଆର୍ଟିଷ୍ଟ ହିସାବରେ ଆମେ ଦେଖୁଛେ ବୋଲି ତାଙ୍କର ଗୋଟେ ଫୁଟେଜ ରଖାଯାଇଛି, ନା ମାନେ ଆମର ଶୀତଲଙ୍କର ଗୋଟେ ଫୁଟେଜ ରଖିବା ପାଇଁ ସେ ଜିନିଷଟା ରଖାଯାଇଛି, ମତେ ସେଇଟା ଜଣା ପଡିଲାନି। କାରଣ ସମ୍ଭାବନା ପଚାରୁଛନ୍ତି ଏ କିଏ ଛୋଟ ପିଲାଟାକୁ ଦେଖିକି, ସିଏ କହୁଛନ୍ତି ଯେ ଇଏ ସାରଙ୍କ ଝିଅ ନା ମ୍ୟାଡାମ କାହାନ୍ତି, ସେଠି ଆମେ ଗୀତ ଦେଖୁଛେ ଶୀତଲଙ୍କର ସହିତ। ତ ଶୀତଲଙ୍କର ଏଥିରେ ଏତେ କିଛି ରୋଲ ଥିବ କି ଅନୁଭବ ଭାଇଙ୍କର ଗୋଟେ ଲଭ ଇଣ୍ଟରେଷ୍ଟ ଟାଇପର ତାଙ୍କୁ ଦେଖାଇଛି, ସେଇଟା ତ ଏମିତି କିଛି ଜଣା ପଡୁନି।
ମେ ବି ଏଇଟା ବି ହେଇପାରେ ତାଙ୍କ ସହିତ ଷ୍ଟୋରିରେ କିଛି କନେକ୍ସନ ଥାଇପାରେ ଯୋଉଟା ଲୁଚେଇକି ରଖାଉଛି, ଆମେ ମୁଭିରେ ଗଲେ ସେଟା ଦେଖିବାକୁ ପାଇବା, ହେଇପାରେ ଦେयर ଇଜ ସମ୍ ପସିବିଲିଟିଜ ସେ ଜିନିଷର ଅଛି, ତ ଦେଖିଲେ ଜଣା ପଡିବ। ଆଉ ଫାଷ୍ଟ ଗୋଟେ ଯୋଉ ଆକ୍ସନ ସେଟ୍ ପିସ୍ ଯୋଉଟା ଅଛି, ଷ୍ଟାର୍ଟିଂ ସିନ୍ ତମେ ଦେଖୁଛ ଗୋଟେ ବାରରେ ଅଛି ଯୋଉଠି କି ବାଳୁଙ୍ଗା ଟୋକା ନାଚିଲା ପରେ ଆକାଶ ହାଲିଆ ହେଇଯାଉଛନ୍ତି, ନହେଲେ ତାଙ୍କ ଉପରେ କି ଆଟାକ୍ କରିଛି କି ବଗେରା ବଗେରା କଣ, ଅନୁଭବ ଭାଇ ବସିଲା ପରେ ତାଙ୍କୁ ସେ ସାଇଡ ରେ ଗୋଟେ ଏମିତି ଝୁଲିକି ବସେଇଛନ୍ତି। ଆଣ୍ଡ ଯୋଉ ଆକ୍ସନ ସେଟ୍ ପିସ୍ ଟା ହେଇଛି, ତାଙ୍କୁ ବି ଗୋଟେ ହାତରେ ଧରିକି ଆଉ ଗୋଟେ ସାଇଡରେ ଆକ୍ସନ ହଉଛି। ଆକ୍ସନ ମତେ ଷ୍ଟାଇଲାଇଜ ଲାଗିଲା, ନୋ ଡାଉଟ୍ ଷ୍ଟାଇଲାଇଜ ଲାଗିଲା, ବଟ୍ ମତେ ଏତେ ଇଫେକ୍ଟିଭ ଲାଗିଲାନି। ମତେ ଏମିତି ଲାଗିଲା ଯେ ସବୁ ଜିନିଷ ଯେମିତି ଅଲରେଡି ମାନେ ରଖା ହେଇଛି, ଇଏ ଏଠି ଗଲେ ତୁ ସେଠି ଆସିବୁ, ତୁ ସେଠି ଆସିବୁ, ମାନେ ଗୋଟେ ଫ୍ରେମ୍ ଅଲରେଡି ସେଟ୍ ହେଇଛି, ମାନେ ଜଷ୍ଟ ଗୋଟେ ଇନଷ୍ଟ୍ରକ୍ସନ ଦିଆ ହଉଛି ତୁ ଆସେ, ମାନେ ସେଇ ଟାଇପର ମତେ ଲାଗିଲା, ମାନେ କନଷ୍ଟ୍ରକ୍ଟେଡ ୱେରେ ମତେ ଲାଗିଲା ଗୋଟେ ହଉଛି। ତ ସେଇଟା ମତେ ଏମିତି କିଛି ୱାଓ ଲାଗିଲାନି, ବଟ୍ ସେଇ ଜାଗାରେ ଯୋଉ କଲର ଗ୍ରେଡିଂ ଅଛି, ଯୋଉ ଅନୁଭବ ଭାଇଙ୍କର ଯୋଉ ଷ୍ଟାଇଲାଇଜ ମୁଭ୍ ଯୋଉଗୁଡା ଅଛି, ମତେ ଟିକେ ଟିକେ ଭଲ ଲାଗିଲା। ତ ଓଭରାଲି ମତେ ଭଲ ହିଁ ଲାଗିଲା, ମତେ ଏମିତି କିଛି ନେଗେଟିଭ କିଛି ନାହିଁ। ସସ୍ପେନ୍ସ ଅଛି, ଥ୍ରିଲର ଅଛି, ଡିରେକ୍ସନ ବହୁତ ବଢିଆ ଅଛି, ମାନସ ବଢିଆ ସାର୍ ବହୁତ ହିଁ ବଢିଆ କାମ କରୁଛନ୍ତି। ମୁଁ ଏଇଟା ତ କହିବି ଟ୍ରେଲରକୁ ଆଣ୍ଡ ଟିଜର ଦିଟାକୁ ଦେଖିଲା ପରେ, ବଟ୍ ମୁଭି କେମିତି ଥିବ ସେଟା ଗଡ୍ ନୋଜ୍। ତ କାଲି ତ ଆସୁଛି ମୁଭି, କାଲି ଆସିଲା ପରେ ଆପଣ ମାନଙ୍କୁ ସେଟା କହିବି କେମିତି ଲାଗିଲା। ମୁଁ କାଲି ଯିବି ଯଦି ସିଓର ଆସି ଆପଣଙ୍କୁ କହିବି, ନହେଲେ ନେକ୍ସଟ ଦିନ ତ ମୁଁ ସିଓର ଯିବି। ତ ଯଦି ଏଇ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି ତାହେଲେ ପ୍ଲିଜ ଗୋଟେ ଲାଇକ୍ କରିଦିଅନ୍ତୁ। ଏଇ ଟାଇପର ମୁଭି ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ପୁଣି ଦେଖାହେବ ନେକ୍ସଟ ଭିଡ଼ିଓରେ। ଥ୍ୟାଙ୍କ ୟୁ।